ଅଷ୍ଟମ ସ୍କନ୍ଦ ନବମ ଅଧ୍ୟାୟ। ଅସୁରେ ବସି ଏକ ମନେ ଶୁଦ୍ଧ ସୁବର୍ଣ୍ଣ ଯଜ୍ଞ ସ୍ଥାନେ ବିବିଧ ପାନପତ୍ର ଆଣି ଏକ ଆରେକ ବାକ୍ୟ ବଣି ସୁହୃଦ ପଣ ଦୂର କଲେ ଦୁଷ୍ଟ ଆଚାର ଆଚରିଲେ। ମତେ ଶୁଣ ପରୀକ୍ଷିତ ମୋହିନୀ ରୂପେ ଜଗନ୍ନାଥ ମିଳିଲେ ଅସୁରଙ୍କ ପାଶେ ଅମୃତ ହରଣ ବିଶ୍ୱାସେ। ବିଷ୍ଣୁ ମୋହିନୀ ରୂପ ଦେଖି ସର୍ବେ ନିଶ୍ଚଳ କଲେ ଆଖି ଚକିତେ ଅନ୍ୟ ଚାହିଁ ବୋଲନ୍ତି ବିଷ୍ଣୁ ମାୟା ମୋହି। ଦେଖିଏ ରୂପ କାନ୍ତି ଧାମ ନବ ଯୁବତୀ ଅନୁପମ କାହୁଁ ଅଇଲା କିବା ଅର୍ଥେ ପାଦେ କରଇ ମନ୍ଦ ଗତେ। ହେମନ୍ତ କହୁ କନ୍ୟା ଆଗେ ପଥେ ମିଳିଲେ ଯାଇ ବେଗେ ନିଶ୍ଚଳେ ନ ପାରନ୍ତି ଚାହିଁ ବୋଲନ୍ତି କନ୍ୟା ପାଶେ ରହି। ପଦ୍ମଲୋଚନା ସୁନ୍ଦରୀ ଯୁବତୀ ମୁନି ମନୋହାରୀ କି ତୋର ନାମ କିବା ଅର୍ଥେ ଅଇଲୁ କହ ସୁଧ ଚିତେ। କାହାର ପତ୍ନୀ ତୁ ବୋଲାଉ ଜ୍ଞାନ ହରିଲୁ ଆମ୍ବ ଦେହୁଁ ଆମ୍ଭେ ଯେ ଦେବତା ଅସୁରେ ସିଦ୍ଧ ଗନ୍ଧର୍ବ ଯେ କିନ୍ନରେ ମୁନି ଚାରଣ ବିଦ୍ୟାଧର ଯେ ଅନ୍ୟ ସିଦ୍ଧ ଯୋଗେଶ୍ୱର। ଅଦୃଷ୍ଟ ପୂର୍ବ ରୂପ ତୁଇ ତୋତେ ତ କେହି ନ ଜାଣଇ ନିଶ୍ଚୟ ଜାଣିଲୁ ତୋ ବାରତା ତୋତେ ବା ସର୍ଜିଲା ବିଧାତା। ପ୍ରାଣିକ ଇନ୍ଦ୍ରିୟ ହରଣେ ମୋହିନୀ ରୂପ କି କାରଣେ ତୋ ରୂପ ଅତି ମନୋହର ତୁ ଏବେ ଆମ୍ଭ ବୋଲ କର। ଆମ୍ଭେ ଯେ ଦେବତା ଦାନବେ ବୈରୀ ଅଟୁ ଜ୍ଞାନ୍ତି ଭାବେ ଏ ବସ୍ତୁବେ ନିଭାଗ କରି ଦିଅ ଗୋ ପରମା ସୁନ୍ଦରୀ। କଶ୍ୟପ ପୁତ୍ର ଆମ୍ଭେ ଦୁଇ କେବେ ଆମ୍ଭର ନ ପୋଡ଼ଇ ତୁମ୍ଭେ ଅମୃତ ଆମ୍ଭ ପାତ୍ରେ ଦିଭାଗ କରି ଯଥା ଅର୍ଥେ ପରସି ଦିଅ ଶୁଦ୍ଧ ଚିତେ ସମାନ ଭାଗ ଦିଅ ପାତ୍ରେ କେବେ ହେ ନ କରିବ ଭେଦ ଯେମତେ ଉଭୟ ଆନନ୍ଦ। ଅସୁରଙ୍କର ବୋଲ ଶୁଣି ମାୟା ମୋହିନୀ ଚକ୍ରପାଣି ମୋହିନୀ ମନ୍ଦ ହାସ ମୁଖେ ଅପାଙ୍ଗ କଟାକ୍ଷ ସୁରେକେ ଅମୃତ ସମାନ ବଚନ କହନ୍ତି ଜଗତ ଜୀବନ। ଶ୍ରୀ ଭଗବାନ ବାଚ ଏ ତୁମ୍ଭେ ଯେ କଶ୍ୟପ ନନ୍ଦନ ଶୁଣ ହେ ମୋହର ବଚନ ସ୍ୱଭାବେ ସ୍ୱାମୀ ମୋର ନାହିଁ କୁଳଟା ବାଦ ମୋର ତହିଁ ଅସତୀ ନାରୀଙ୍କ ସ୍ୱଭାବ କେୟ ବା ବିଶ୍ୱାସେ ଭଜିବ କହିଲେ ତୁମ୍ଭ ଆଗେ ସତ ହେମନ୍ତ ପଣ୍ଡିତଙ୍କ ମତ। ଶ୍ରୀ ଶୁକବାଚ ହେମନ୍ତ କନ୍ୟାର ବଚନ ଶୁଣି ହୋଇଲେ ତ ସମନ ଭାବ ସୁଗଭୀର ବଚନ ମନୁଷ୍ୟ ଜେନେ ସୁଧାପାନ ଅସୁରଙ୍କୁ ଏ ବାକ୍ୟ ଭଣି ଆନନ୍ଦେ ପ୍ରଭୁ ଚକ୍ରପାଣି ଅମୃତ ଭାଣ୍ଡ କରେ ଧରି ଅଳ୍ପ ହାସ୍ୟ ମୁଖ କରି ମୋହିନୀ ବାଚ ଏ ମୋହିନୀ ବୋଇଲେ ବଚନ ଶୁଣ ସକଳେ ଏକ ମନ ସୁର ଅସୁର ନ ଜାଣଇ ସିଦ୍ଧି ଅସିଦ୍ଧି ସମ ଦୁଇ ବିଭାଗେ ଦେବୀ ସୁଧାରସ ସଂସ୍କାର ଦେହେ ତୁମ୍ଭେ ବସ। ହେମନ୍ତ ମୋହିନୀ ବଚନ ଶୁଣି ଦାନବେ ତ ସମନ ପ୍ରଥମେ ଉପବାସ କରି ପ୍ରାତଃ ସ୍ନାନାଦି ସନ୍ଧ୍ୟା ସାରି ଆନନ୍ଦେ ଘୃତ ହୋମ କଲେ ଗୋବିପ୍ର ଚରଣ ପୂଜିଲେ ଭୂତଙ୍କୁ ଦେଲେ ଭୂତ ବଳି ସ୍ତୁତି ଯେ କଲେ ବିପ୍ରେ ମିଳି ଅଛିଦ୍ର ବସ୍ତ୍ର ଯୁଗ ପିନ୍ଧି ଶୋଭା ସୁଗନ୍ଧ ନାନା ବିଧି କୁଶ ଆସନେ ସର୍ବେ ବସି ବଦନ କଲେ ପୂର୍ବ ଦିଶି ଏ ଧୂପ ଅମୋଦ ଯଜ୍ଞଶାଳେ ଆନନ୍ଦେ ବସିଲେ ସକଳେ ସୁଗନ୍ଧ ମାଲ ଦୀପପନ୍ତି ଆବରି ପାନ ପତ୍ର ଛନ୍ତି ସେ ଯଜ୍ଞଶାଳେ ନରହରି ଅତି ମୋହିନୀ ରୂପ ଧରି ଅସୁରଙ୍କର ମନ ମୋହି ଅମୃତ କୁମ୍ଭ ତଳେ ଥୋଇ ଅତି ମୋହିନୀ ରୂପ ଦେଖି ଦେବତା ଅସୁରଙ୍କ ଆଖି ରହିଲା ହରି ବକ୍ଷସ୍ଥଳେ ସୁସଞ୍ଚ କୁଚ ଯୁଗ ମୂଳେ ହରି ବିଚାର କଲେ ମନେ ଅସୁରଙ୍କର ସୁଧାପାନେ ଦେବେ ହୋଇବେ ଅରକ୍ଷିତ ଏକଥା ନହିବ ଉଚିତ ସର୍ପକୁ କ୍ଷୀର ଯେ ପିଆନ୍ତି ସର୍ପର ଘାତେ ସେ ମରନ୍ତି ଜାତି ସ୍ୱଭାବେ ନୃଶଂସକ ଅସୁରେ ନୁହନ୍ତି ବିବେକ ହେମନ୍ତେ କୃଷ୍ଣ ମନେ ଚିନ୍ତି ବୋଇଲେ ହୁଅବେ ନିପନ୍ତି ବାମେ ଦକ୍ଷିଣେ ମୋର ବସ କହି ହୁଅନ୍ତି ହସ ହସ ସଲଜ୍ଜ ଅସୁରଙ୍କ ମନ ବଳେ ହରିଲେ ଭଗବାନ ରୂପ ଦେଖନ୍ତି ହୋଇ ଛନ୍ନ ବଦନୁ ନସ୍ଫୁରେ ବଚନ ଏ ବଞ୍ଜନା କରି ନାରାୟଣ ଅମୃତ କଳସ ଘେଣିନ ଦୂରେ ଯେ ଦେବଗଣ ଥିଲେ ତାହାଙ୍କ ପାତ୍ରେ ସୁଧା ଦେଲେ ଅସୁର ସୁକୃତ ପାଳନେ ନିଶ୍ଚଳେ ବସିଲେ ମୌନେ ମାୟାରେ ମୋହିଲେ ଶ୍ରୀଧର ବଦନୁ ନସ୍ଫୁରେ ଉତ୍ତର ଦେବଙ୍କୁ ପରଶିବା ବେଳେ ରାହୁ ଯେ ଥିଲା ତାଙ୍କ ବେଳେ ଗୁପତେ ବସି ଦେବ ବୃନ୍ଦେ ଅମୃତ ଭଖିଲା ଆନନ୍ଦେ ରବି ଶଶାଙ୍କ ତାହା ଦେଖି ଉଠିଲେ ଆସନ ଉପେକ୍ଷି ଚାହିଣ ଗୋବିନ୍ଦ ବଦନେ ନୟନେ ଠାରିଲେ ମୌନେ ସୁଦର୍ଶନେ ତାହା ଶିର ବେଗେ ଛେଦିଲେ ଚକ୍ରଧର ଅମୃତ ପାତ୍ରେ ପଡ଼େ ମୁଣ୍ଡ ତକ୍ଷଣେ ହୋଇବେ ନିଖଣ୍ଡ ଅମର ହୋଇଲା ରକ୍ଷଣ ଦେଖି ସନ୍ତୋଷ ନାରାୟଣ ବୋଇଲେ ବର ମାଗ ତୁଇ ରାହୁ ବୋଇଲେ ବିଷ୍ଣୁ ଯାଇ ଅନାଥ ତୋର ଅବଶେଷ ଅବଶ୍ୟ କରିବ ମୁଁ ଗ୍ରାସ ଶୁଣି ସନ୍ତୋଷ ମହାବାହୁ ବୋଇଲେ ଏହି ବର ହେଉ ହେମନ୍ତ କହି ଭଗବାନ ଗ୍ରହ ମଣ୍ଡଳେ ଦେଇ ସ୍ଥାନ ଏଣୁ ସେ ରାହୁ ସର୍ବକାଳେ ଗିଳଇ ରବିଚନ୍ଦ୍ର ବଳେ ବୈରୀ ଭାବ ନ ଛାଡ଼ଇ ଅୟନେ ଅୟନେ ଭ୍ରମଇ
ଦେବଙ୍କୁ ଦେଇ ସୁଧାପାନ ତକ୍ଷଣେ ପ୍ରଭୁ ଭଗବାନ ଦେଖନ୍ତି ଦେବତା ଅସୁର ମାୟା ଛାଡ଼ିଲେ ଚକ୍ରଧର ମୋହିନୀ ରୂପ ଗଲା କେଣେ ଯେ ରୂପେ ଅମୃତ କାରଣେ କଠୋର ସାଧ୍ୟ ଭଗବାନ ଦେବଙ୍କୁ ଦେଲେ ସୁଧାପାନ ଦେଖନ୍ତି ସ୍ୱର୍ଗ ଲୋକ ମିଳି ଗରୁଡ଼େ ବସିବେ ନମାଳି ଚଳିଲେ ଆପଣା ଭବନ ତାହାଙ୍କୁ ଚିନ୍ତି ସୁଜ୍ଞଜନ ହୋଇଲେ ବିପ୍ର ଜଗନ୍ନାଥ ଅଷ୍ଟମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ 82 अष्टम स्कंदे अमृत भक्षणे नाम नवम अध्याय बोलानंदे कवार हरि हरि बोल।